ଏହି ଛୋଟ ଭୁଲଟି ନେଇପାରେ ଆପଣଙ୍କର ଜୀବନ। ଆଜିକାଲି ପ୍ରତି 4 ଜଣରେ ଜଣେ ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ। ଏହା ଏକ ସାଇଲେଣ୍ଟ କିନ୍ତୁ ଡେଞ୍ଜରିୟସ୍ ରୋଗ। ଲିଭରରେ ଏକ୍ସେସିଭ ଫ୍ୟାଟ ଜମା ହେଲେ ଏହା ଫ୍ୟାଟି ଲିଭର ହୁଏ। ପେଟର ଅପର ପାର୍ଟରେ ଯନ୍ତ୍ରଣା ହେବା, ଟାୟାର୍ଡନେସ୍ ବା କ୍ଳାନ୍ତ ଲାଗିବା କିମ୍ବା ହଠାତ୍ ୱେଟ୍ ଲସ୍ ହେବା ଏହାର ଆର୍ଲି ସିମ୍ପଟମ୍ସ। ଯଦି ଏହାକୁ ଇଗ୍ନୋର କଲେ ତେବେ ଏହା ଲିଭର ସିରୋସିସ୍ ବା ଲିଭର ଫେଲୁଅରର କାରଣ ହୋଇପାରେ। ଏହା କେବଳ ଆଲକୋହଲ ପାଇଁ ହୁଏ ନାହିଁ। ଅତ୍ୟଧିକ ସୁଗାର, ଅଏଲି ଫୁଡ ଏବଂ ଫିଜିକାଲ ଆକ୍ଟିଭିଟିର ଅଭାବ ଏହାର ମେନ୍ ରିଜନ। ସତର୍କ ହୁଅନ୍ତୁ, ହେଲ୍ଦି ଡାଏଟ୍ ଫଲୋ କରନ୍ତୁ ଏବଂ ରେଗୁଲାର ଏକ୍ସରସାଇଜ କରନ୍ତୁ। ଏହି ଇମ୍ପୋର୍ଟାଣ୍ଟ ଇନଫରମେସନଟି ନିଜ ଫ୍ୟାମିଲି ଏବଂ ଫ୍ରେଣ୍ଡସଙ୍କ ସହ ସେୟାର କରନ୍ତୁ। ଆହୁରି ହେଲ୍ଥ ଟିପ୍ସ ପାଇଁ ଆମକୁ ସବସ୍କ୍ରାଇବ କରନ୍ତୁ। ଥ୍ୟାଙ୍କ ୟୁ। ଏହି ଛୋଟ ଭୁଲଟି ନେଇପାରେ ଆପଣଙ୍କର ଜୀବନ। ଆଜିକାଲି ପ୍ରତି 4 ଜଣରେ ଜଣେ ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ। ଏହା ଏକ ସାଇଲେଣ୍ଟ କିନ୍ତୁ ଡେଞ୍ଜରିୟସ୍ ରୋଗ। ଲିଭରରେ ଏକ୍ସେସିଭ ଫ୍ୟାଟ ଜମା ହେଲେ ଏହା ଫ୍ୟାଟି ଲିଭର ହୁଏ। ପେଟର ଅପର ପାର୍ଟରେ ଯନ୍ତ୍ରଣା ହେବା, ଟାୟାର୍ଡନେସ୍ ବା କ୍ଳାନ୍ତ ଲାଗିବା କିମ୍ବା ହଠାତ୍ ୱେଟ୍ ଲସ୍ ହେବା ଏହାର ଆର୍ଲି ସିମ୍ପଟମ୍ସ। ଯଦି ଏହାକୁ ଇଗ୍ନୋର କଲେ ତେବେ ଏହା ଲିଭର ସିରୋସିସ୍ ବା ଲିଭର ଫେଲୁଅରର କାରଣ ହୋଇପାରେ। ଏହା କେବଳ ଆଲକୋହଲ ପାଇଁ ହୁଏ ନାହିଁ। ଅତ୍ୟଧିକ ସୁଗାର, ଅଏଲି ଫୁଡ ଏବଂ ଫିଜିକାଲ ଆକ୍ଟିଭିଟିର ଅଭାବ ଏହାର ମେନ୍ ରିଜନ। ସତର୍କ ହୁଅନ୍ତୁ, ହେଲ୍ଦି ଡାଏଟ୍ ଫଲୋ କରନ୍ତୁ ଏବଂ ରେଗୁଲାର ଏକ୍ସରସାଇଜ କରନ୍ତୁ। ଏହି ଇମ୍ପୋର୍ଟାଣ୍ଟ ଇନଫରମେସନଟି ନିଜ ଫ୍ୟାମିଲି ଏବଂ ଫ୍ରେଣ୍ଡସଙ୍କ ସହ ସେୟାର କରନ୍ତୁ। ଆହୁରି ହେଲ୍ଥ ଟିପ୍ସ ପାଇଁ ଆମକୁ ସବସ୍କ୍ରାଇବ କରନ୍ତୁ। ଥ୍ୟାଙ୍କ ୟୁ। ଏହି ଛୋଟ ଭୁଲଟି ନେଇପାରେ ଆପଣଙ୍କର ଜୀବନ। ଆଜିକାଲି ପ୍ରତି 4 ଜଣରେ ଜଣେ ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ। ଏହା ଏକ ସାଇଲେଣ୍ଟ କିନ୍ତୁ ଡେଞ୍ଜରିୟସ୍ ରୋଗ। ଲିଭରରେ ଏକ୍ସେସିଭ ଫ୍ୟାଟ ଜମା ହେଲେ ଏହା ଫ୍ୟାଟି ଲିଭର ହୁଏ। ପେଟର ଅପର ପାର୍ଟରେ ଯନ୍ତ୍ରଣା ହେବା, ଟାୟାର୍ଡନେସ୍ ବା କ୍ଳାନ୍ତ ଲାଗିବା କିମ୍ବା ହଠାତ୍ ୱେଟ୍ ଲସ୍ ହେବା ଏହାର ଆର୍ଲି ସିମ୍ପଟମ୍ସ। ଯଦି ଏହାକୁ ଇଗ୍ନୋର କଲେ ତେବେ ଏହା ଲିଭର ସିରୋସିସ୍ ବା ଲିଭର ଫେଲୁଅରର କାରଣ ହୋଇପାରେ। ଏହା କେବଳ ଆଲକୋହଲ ପାଇଁ ହୁଏ ନାହିଁ। ଅତ୍ୟଧିକ ସୁଗାର, ଅଏଲି ଫୁଡ ଏବଂ ଫିଜିକାଲ ଆକ୍ଟିଭିଟିର ଅଭାବ ଏହାର ମେନ୍ ରିଜନ। ସତର୍କ ହୁଅନ୍ତୁ, ହେଲ୍ଦି ଡାଏଟ୍ ଫଲୋ କରନ୍ତୁ ଏବଂ ରେଗୁଲାର ଏକ୍ସରସାଇଜ କରନ୍ତୁ। ଏହି ଇମ୍ପୋର୍ଟାଣ୍ଟ ଇନଫରମେସନଟି ନିଜ ଫ୍ୟାମିଲି ଏବଂ ଫ୍ରେଣ୍ଡସଙ୍କ ସହ ସେୟାର କରନ୍ତୁ। ଆହୁରି ହେଲ୍ଥ ଟିପ୍ସ ପାଇଁ ଆମକୁ ସବସ୍କ୍ରାଇବ କରନ୍ତୁ। ଥ୍ୟାଙ୍କ ୟୁ। ଏହି ଛୋଟ ଭୁଲଟି ନେଇପାରେ ଆପଣଙ୍କର ଜୀବନ। ଆଜିକାଲି ପ୍ରତି 4 ଜଣରେ ଜଣେ ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ। ଏହା ଏକ ସାଇଲେଣ୍ଟ କିନ୍ତୁ ଡେଞ୍ଜରିୟସ୍ ରୋଗ। ଲିଭରରେ ଏକ୍ସେସିଭ ଫ୍ୟାଟ ଜମା ହେଲେ ଏହା ଫ୍ୟାଟି ଲିଭର ହୁଏ। ପେଟର ଅପର ପାର୍ଟରେ ଯନ୍ତ୍ରଣା ହେବା, ଟାୟାର୍ଡନେସ୍ ବା କ୍ଳାନ୍ତ ଲାଗିବା କିମ୍ବା ହଠାତ୍ ୱେଟ୍ ଲସ୍ ହେବା ଏହାର ଆର୍ଲି ସିମ୍ପଟମ୍ସ। ଯଦି ଏହାକୁ ଇଗ୍ନୋର କଲେ ତେବେ ଏହା ଲିଭର ସିରୋସିସ୍ ବା ଲିଭର ଫେଲୁଅରର କାରଣ ହୋଇପାରେ। ଏହା କେବଳ ଆଲକୋହଲ ପାଇଁ ହୁଏ ନାହିଁ। ଅତ୍ୟଧିକ ସୁଗାର, ଅଏଲି ଫୁଡ ଏବଂ ଫିଜିକାଲ ଆକ୍ଟିଭିଟିର ଅଭାବ ଏହାର ମେନ୍ ରିଜନ। ସତର୍କ ହୁଅନ୍ତୁ, ହେଲ୍ଦି ଡାଏଟ୍ ଫଲୋ କରନ୍ତୁ ଏବଂ ରେଗୁଲାର ଏକ୍ସରସାଇଜ କରନ୍ତୁ। ଏହି ଇମ୍ପୋର୍ଟାଣ୍ଟ ଇନଫରମେସନଟି ନିଜ ଫ୍ୟାମିଲି